ପିଲାମାନେ ଆଜିର ସାହିତ୍ୟ କ୍ଲାସ୍ ପାଇଁ ସମସ୍ତଙ୍କୁ ସ୍ୱାଗତ। ଆଜି ସାହିତ୍ୟ କ୍ଲାସ୍ରେ ଆମେ ପଦ୍ୟ ବିଭାଗର ବଶିଷ୍ଠ ଏବଂ ବିଶ୍ୱାମିତ୍ର ପଦ୍ୟକୁ ପଢ଼ିବା। ଏହି ବଶିଷ୍ଠ ଏବଂ ବିଶ୍ୱାମିତ୍ର ପଦ୍ୟକୁ ଲେଖିଛନ୍ତି କବି ଅନନ୍ତ ପଟ୍ଟନାୟକ। କବି ଅନନ୍ତ ପଟ୍ଟନାୟକ 1912 ମସିହାରେ ପୁରୀ ଜିଲ୍ଲା ଅନ୍ତର୍ଗତ ଚଣାହାଟ ଗାଁରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ପ୍ରଗତିଶୀଳ ଚିନ୍ତାଧାରାର ଜଣେ ବିଶିଷ୍ଟ କବି। ତାଙ୍କର ଲେଖାଗୁଡ଼ିକ ମଧ୍ୟରେ କବିତା, ଗଳ୍ପ, ଅନୁବାଦ, ନାଟକ, ଶିଶୁ ସାହିତ୍ୟ ଆଦି ପ୍ରଧାନ। ତ ତାଙ୍କର କବିତା ଗୁଡ଼ିକ ହେଲା ଶାନ୍ତି ଶିଖା, ତର୍ପଣ କରେ ଆଜି, ଅଲୋଡ଼ା ଲୋକ, କିଞ୍ଚିତ, ଛାଇର ଛିଟା, ଅବାନ୍ତର, ସୂତ୍ରଟିଏ ସୁକୃତିର। ତାଙ୍କର ଗଳ୍ପଟି ହେଉଛି ଚଢ଼ା ଉତ୍ତର ଏବଂ ଅନୁବାଦ ହେଲା ମା ଭାଗ୍ୟରୁ ଖିଏ। ତାଙ୍କର ନାଟକ ହେଲା ରାବଣ, ଚିର ଅନ୍ଧାର ରାତି। ଶିଶୁ ସାହିତ୍ୟ ହେଲା କସରା ଘୋଡ଼ା, ଛବିଟିଏକୁ ଗପଟି। କବି ଅନନ୍ତ ପଟ୍ଟନାୟକ ଜଣେ ସମାଜ ସଚେତନ କବି। ଶ୍ରେଣୀହୀନ ସମାଜ ପ୍ରତିଷ୍ଠା, ଅଶିକ୍ଷା, ଧର୍ମାନ୍ଧତା, ଅନ୍ଧବିଶ୍ୱାସ ଆଦି ଦୂରୀକରଣ ଏବଂ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ ତାଙ୍କ ସାହିତ୍ୟର ମୁଖ୍ୟ ସ୍ୱର। ତ କବିଙ୍କର ଅଧିକାଂଶ କବିତା ଗୁଡ଼ିକ ନୂତନ ଯୁଗ ଓ ସମାଜ ପାଇଁ ଦାୟବଦ୍ଧ ଆହ୍ୱାନ ଦେଖିବାକୁ ମିଳେ। ତ ଏଇ ଯେଉଁ କବିତା ବଶିଷ୍ଠ ଓ ବିଶ୍ୱାମିତ୍ର, ଏହା ପୌରାଣିକ ଆଖ୍ୟାୟିକା ଉପରେ ଆଧାରିତ। କବିଙ୍କର ଏହି କବିତାରେ ହିଂସା, କ୍ରୋଧ, ଅସହିଷ୍ଣୁତା ଉପରେ ସଦ୍ଭାବ, ପ୍ରେମ ଓ କ୍ଷମାର ବିଜୟ ଘୋଷଣା କରାଯାଇଛି। ପାରସ୍ପରିକ ବୁଝାମଣା ଓ ସମ୍ପ୍ରୀତି, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ନିବିଡ଼ ସମ୍ବନ୍ଧ ସ୍ଥାପନ ଏହି କବିତାର ଅନ୍ତର୍ନିହିତ ବାର୍ତ୍ତା। ତ ଏହି କବିତାରେ ମୁଖ୍ୟତଃ ଦୁଇଟି ଚରିତ୍ର ରହିଛି। ଗୋଟିଏ ହେଉଛନ୍ତି ମହର୍ଷି ବଶିଷ୍ଠ, ଆଉ ଜଣେ ହେଉଛନ୍ତି ବିଶ୍ୱାମିତ୍ର। ତ ମହର୍ଷି ବଶିଷ୍ଠ, ତାଙ୍କୁ ମହର୍ଷି କୁହାଯାଏ କାରଣ ଋଷିମାନଙ୍କ ମଧ୍ୟରେ ଯିଏ ଶ୍ରେଷ୍ଠ ସିଏ ହେଲେ ମହର୍ଷି। ତ ବିଶ୍ୱାମିତ୍ର ସବୁବେଳେ ଚାହାନ୍ତି ତାଙ୍କୁ ବଶିଷ୍ଠ ମହର୍ଷି ବୋଲି ଡାକନ୍ତୁ, କିନ୍ତୁ ବଶିଷ୍ଠ କେବେ ମଧ୍ୟ ତାଙ୍କୁ ମହର୍ଷି ବୋଲି ଡାକି ନାହାନ୍ତି। ତେଣୁ ମହର୍ଷି ବଶିଷ୍ଠଙ୍କର ପୁତ୍ରମାନଙ୍କୁ ରାଗରେ ବିଶ୍ୱାମିତ୍ର ଗୋଟି ଗୋଟି କରି ହତ୍ୟା କରିଛନ୍ତି ଏବଂ ସେହି ପୁତ୍ରମାନେ ଆର୍ତ୍ତଚିତ୍କାର କରି ଭୂମି ତଳେ ଲୋଟି ପଡ଼ିଛନ୍ତି ବିଶ୍ୱାମିତ୍ରଙ୍କର ଅସ୍ତ୍ରାଘାତରେ। ତ ଏହି କବିତାର ଏଇଟା ଥିଲା ବିଷୟବସ୍ତୁ। ତାପରେ କ'ଣ ହେଇଛି ଆମେ କବି ଅନନ୍ତ ପଟ୍ଟନାୟକ ଏହି କବିତା ମାଧ୍ୟମରେ ବୁଝାଇଛନ୍ତି। ଶ୍ରାବଣର ବର୍ଷା ପଡ଼େ ଝରି, ଆଶ୍ରମର ତରୁତୃଣ ପରେ, ଇଙ୍ଗୁଦିର ଦୀପ ଉଠେ ଥରି, ମହର୍ଷିର ତିମିରିତ ଘରେ। ଶ୍ରାବଣ ମାସ, ତୁମେମାନେ ଜାଣିଛ ଶ୍ରାବଣ ମାସରେ କେମିତି ଝଡ଼ି ବର୍ଷା ହୁଏ। ଏପରିକି ଦିନ ଦିନ ଧରି, ରାତି ରାତି ଧରି ବର୍ଷା ହୁଏ, ବାହାରକୁ ବାହାରି ମଧ୍ୟ ହୁଏ ନାହିଁ। ସେଇଭଳିଆ ଗୋଟିଏ ଶ୍ରାବଣ ମାସର ରାତି, ସନ୍ଧ୍ୟା ସମୟ, ଶ୍ରାବଣର ବର୍ଷା ଝରି ପଡ଼ୁଛି। ଆଶ୍ରମ ବଶିଷ୍ଠ ଋଷିଙ୍କର ଆଶ୍ରମର ତରୁ ତୃଣ ଉପରେ। ତରୁ ଏବଂ ତୃଣ, ତରୁ ମାନେ ଗଛ, ତୃଣ ମାନେ ଲତା। ତ ବର୍ଷା ବିନ୍ଦୁ ଗଛ ଏବଂ ଲତା ମଧ୍ୟରେ ଝରି ପଡ଼ୁଛି। ଆଶ୍ରମଟି ଅନ୍ଧକାର ହେଇଛି, କିନ୍ତୁ ଇଙ୍ଗୁଦିର ଦୀପ ଉଠେ ଥରି, ମହର୍ଷିର ତିମିରିତ ଘରେ। ଇଙ୍ଗୁଦି, ଆଗକାଳରେ ଏଇଭଳିଆ କିରୋସିନ, ପେଟ୍ରୋଲ, ଡିଜେଲ ଏସବୁ କିଛି ମିଳୁନଥିଲା। ଲୋକମାନେ ବା ଋଷିମାନେ ତାଙ୍କର ଆଶ୍ରମର ଅନ୍ଧକାରକୁ ଦୂରିତ କରିବା ପାଇଁ ଇଙ୍ଗୁଦି ଗଛର ତେଲକୁ ଜଳାଇ ରାତିର ଅନ୍ଧକାରରୁ ଆଲୋକ ଜାଲି ପାରୁଥିଲେ। ତ ଇଙ୍ଗୁଦିର ଦୀପ ଉଠେ ଥରି, ମହର୍ଷିର ତିମିରିତ ଘରେ। ବଶିଷ୍ଠଙ୍କର ତିମିରିତ ଘର, ଅନ୍ଧକାର ଘରକୁ ଇଙ୍ଗୁଦିର ଦୀପ ଶିଖା
ଆଲୋକିତ କରୁଥିଲା। ଠିକ୍ ଏହି ସମୟରେ ମୃଦୁ ହାସେ ସୂଚାଇଲେ ଆସି ଋଷିପତ୍ନୀ ସତୀ ଅରୁନ୍ଧତୀ ରନ୍ଧନ ଯେ କରିବି କିପରି ଲବଣ ତ ନାହିଁ ମହାମତି। ମୃଦୁ ଭାଷେ ସୁମଧୁର ସ୍ୱରରେ ଆସି ସୂଚାଇ ଦେଲେ, କହିଲେ କିଏ? ଋଷିପତ୍ନୀ ସତୀ ଅରୁନ୍ଧତୀ। ଅରୁନ୍ଧତୀ ସତୀ ବଶିଷ୍ଠ ଋଷିଙ୍କର ପତ୍ନୀ। ବଶିଷ୍ଠଙ୍କୁ ଆସି କହିଲେ, ରନ୍ଧନ ଯେ କରିବି କିପରି ଲବଣ ତ ନାହିଁ ମହାମତି। ହେ ମହାମତି, ହେ ମହାନ ମାନବ, ହେ ମହାବ୍ୟକ୍ତି, ଘରେ ତ ଲବଣ ନାହିଁ, ଲୁଣ ନାହିଁ, କିପରି ମୁଁ ରନ୍ଧନ କରିବି? ଅରୁନ୍ଧତୀଙ୍କର ଏହି ପ୍ରଶ୍ନର ଉତ୍ତରରେ ବଶିଷ୍ଠ ଉତ୍ତରିଲେ ମହର୍ଷି ବଶିଷ୍ଠ ପ୍ରଶାନ୍ତିର ମଧୁମୟ ସୁରେ, ମାଗି ଆଣ କିଞ୍ଚିତ ଲବଣ ପାଶେ ଯାଇ ବିଶ୍ୱାମିତ୍ର ଘରେ। ତାଙ୍କର ନିକଟବର୍ତ୍ତୀ ଆଶ୍ରମ ଥିଲା ବିଶ୍ୱାମିତ୍ରଙ୍କର ଆଶ୍ରମ। ତେଣୁ ମହର୍ଷି ବଶିଷ୍ଠ ଉତ୍ତର ଦେଲେ ପ୍ରଶାନ୍ତିର ମଧୁମୟ ସ୍ୱରେ, ଅତି ପ୍ରଶାନ୍ତ ମନରେ ଅତି ସୁନ୍ଦର ସ୍ୱରରେ କହିଲେ, ମାଗି ଆଣ କିଞ୍ଚିତ ଲବଣ ପାଶେ ଯାଇ ବିଶ୍ୱାମିତ୍ର ଘରେ। ତୁମେ ବିଶ୍ୱାମିତ୍ରଙ୍କ ଘରକୁ ଯାଇ କିଛି ଲବଣ କିଛି ଲୁଣ ମାଗି ଆଣ ଏବଂ ରନ୍ଧନ କର। ରୋଷେ ଦେବୀ ସ୍ୱରିତ ଧରେ ଜଣାଇଲେ, କାହିଁ ଯିବି କାହିଁ, ଗୋଟି ଗୋଟି ପୁତ୍ର ଗଣ ହତ୍ୟା କଲା ଯେଉଁ ଆତତାଇ। ରୋଷେ ଦେବୀ, ରୋଷେ ମାନେ ରାଗରେ ଦେବୀଙ୍କର ଓଠ ସ୍ଫୁରିତ ହୋଇଗଲା, ଥରି ଉଠିଲା ଏବଂ କହିଲେ, କାହିଁ ଯିବି କାହିଁ, ମୁଁ କାହିଁକି ସେଠାକୁ ଯିବି? ଗୋଟି ଗୋଟି ପୁତ୍ରଗଣ ହତ୍ୟା କଲା ଯେଉଁ ଆତତାଇ ମାନେ ଯିଏ ହତ୍ୟାକାରୀ, ଯେଉଁ ହତ୍ୟାକାରୀ ମୋର ଗୋଟି ଗୋଟି ପୁତ୍ରଙ୍କୁ ହତ୍ୟା କରିଛି, ମୁଁ କାହିଁକି ତା ପାଖକୁ ଯିବି, ମୁଁ କାହିଁକି ତା ଆଶ୍ରମକୁ ଯିବି ଲୁଣ ମାଗିବା ପାଇଁ? ଆଉ କହିଲେ, ଜନନୀ ମୁଁ ଶୋକାତୁରା ତା ଆଶ୍ରମେ ଯିବି କେଉଁ ପରି, ଅଦ୍ଭୁତ ଏ ଆଦେଶ ମହର୍ଷି ଭାଗ୍ୟରେ ଉପହାସ ପରି। ଜନନୀ ମୁଁ ଶୋକାତୁରା, ମୁଁ ଜନନୀ, ମୋ ମା, ମୋର ଗୋଟି ଗୋଟି ପୁତ୍ରକୁ ଯେଉଁ ଆତତାଇ ହତ୍ୟା କରିଛି, ମୁଁ ତାଙ୍କର ମା, ମୁଁ ଆଜି ଶୋକାତୁରା, ମୁଁ ଆଜି ଶୋକରେ ବୁଡ଼ି ରହିଛି। ତ ମୁଁ କିପରି ତାର ଆଶ୍ରମକୁ ଯିବି, ମୁଁ କିପରି ବିଶ୍ୱାମିତ୍ରର ଆଶ୍ରମକୁ ଯିବି? ଅଦ୍ଭୁତ ଏ ଆଦେଶ ମହର୍ଷି ଭାଗ୍ୟର ଏ ଉପହାସ ପରି। ତୁମର ଏ ଆଦେଶ ବହୁତ ଅଦ୍ଭୁତ ମହର୍ଷି ବଶିଷ୍ଠ, ତୁମର ଏ ଆଦେଶ ବହୁତ ଅଦ୍ଭୁତ। ସତେ କି ଏ ମୋର ଭାଗ୍ୟର ଉପହାସ, ତୁମେ ମୋର ଭାଗ୍ୟକୁ ଉପହାସ କରୁଛ, ମୋର ଭାଗ୍ୟକୁ ହସୁଛ। ତାପରେ ପରବର୍ତ୍ତୀ ପଦ, ଭାଗ୍ୟର ଏ ନୁହେଁ ଉପହାସ, ତାର ଧର୍ମେ କଲ୍ୟାଣ ମୁଁ ଚାହେଁ, ମୋ ଆଖିରେ ନୁହେଁ ଆତତାଇ, ଭଲ ପାଏ ତାକୁ ଭଲ ପାଏ। ଭାଗ୍ୟର ଏ ନୁହେଁ ଉପହାସ, ଏଇଟା ତୁମର ଭାଗ୍ୟକୁ ମୁଁ ଉପହାସ କରୁନାହିଁ ମହାସତୀ ଅରୁନ୍ଧତୀ, ମୁଁ ତୁମର ଭାଗ୍ୟକୁ ଉପହାସ କରୁନାହିଁ। ତାର ଧର୍ମେ କଲ୍ୟାଣ ମୁଁ ଚାହେଁ, ବିଶ୍ୱାମିତ୍ରର ଯେଉଁ ଧର୍ମ ରହିଛି ତାର ଧର୍ମକୁ ନେଇ ମୁଁ ତାର କଲ୍ୟାଣ ଇଚ୍ଛା କରୁଛି, ମୁଁ ତାର କଲ୍ୟାଣକୁ ଚାହୁଁଛି। ମୋ ଆଖିରେ ନୁହେଁ ଆତତାଇ, ଭଲ ପାଏ ତାକୁ ଭଲ ପାଏ। ତୁମେ ତାକୁ ଯଦି ଆତତାଇ କହିପାରୁଛ, ମୁଁ କିନ୍ତୁ ତାକୁ ଆତତାଇ କହୁନାହିଁ, କାରଣ ମୁଁ ତାକୁ ଭଲ ପାଏ, ବହୁତ ଭଲ ପାଏ। ଏହି କଥା ବଶିଷ୍ଠ ଅରୁନ୍ଧତୀଙ୍କୁ ବୁଝାଇଲେ। ଅରୁନ୍ଧତୀ କହୁଛନ୍ତି, ଭଲ ପାଅ ଯଦି ଡାକିଥିଲେ ମହର୍ଷି ତାହାରେ, ଜୀବନ ଏ ରକ୍ତି ଅରୁଣିତ ନୋହିଥାନ୍ତା ଆର୍ତ ହାହାକାରେ। ଭଲ ପାଅ ଯଦି, ତୁମେ ଯଦି ତାକୁ ଏତେ ଭଲ ପାଅ, ହେ ବଶିଷ୍ଠ, ତୁମେ ଯଦି ତାକୁ ଏତେ ଭଲ ପାଅ, ତାକୁ ମହର୍ଷି ଥରେ ଡାକି ଦେଇଥିଲେ କ'ଣ ତୁମର ଅସୁବିଧା ହୋଇଥାନ୍ତା? ତୁମେ ଯଦି ତାକୁ ମହର୍ଷି ଡାକିଥାନ୍ତ, ଜୀବନ ଏ ରକ୍ତି ଅରୁଣିତ, ଏ ଜୀବନଟା ଯେଉଁ ରକ୍ତରେ ପୁତ୍ରମାନଙ୍କ ହତ୍ୟା କରାଯାଇଥିବା ରକ୍ତରେ ମୋର ଜୀବନ ଯେଉଁ ରକ୍ତ ରଞ୍ଜିତ ହୋଇଯାଇଛି ଏବଂ ଯେଉଁ ପୁତ୍ର ସନ୍ତାନମାନଙ୍କର ଆର୍ତ ହାହାକାର ଶବ୍ଦ କାନରେ ଶୁଭିଛି, ତାହା ଅନ୍ତତଃ ହୋଇନଥାନ୍ତା ତାକୁ ଯଦି ମହର୍ଷି ତୁମେ ଥରେ ଡାକି ଦେଇଥାନ୍ତ। ମହର୍ଷି ମୁଁ ଡାକି ନାହିଁ ତାକୁ, ପ୍ରାଣପଣେ ଭଲ ପାଏ ବୋଲି ଜଣାଇଲେ ସଧୀରେ ବଶିଷ୍ଠ ଶ୍ମଶ୍ରୁ ତଳୁ ସ୍ମିତ ରେଖା ତୋଳି। ମହର୍ଷି ମୁଁ ଡାକି ନାହିଁ ତାକୁ, ବଶିଷ୍ଠ କହୁଛନ୍ତି ମୁଁ ତାକୁ ମହର୍ଷି ଡାକି ନାହିଁ, ବିଶ୍ୱାମିତ୍ରକୁ ମହର୍ଷି ଡାକି ନାହିଁ, କାରଣ ତାକୁ ମୁଁ ପ୍ରାଣପଣେ ଭଲ ପାଏ। ଯାହାକୁ ମୁଁ ଭଲ ପାଏ ତାକୁ କ'ଣ ମୁଁ ମହର୍ଷି ଡାକିଥାନ୍ତି? ଜଣାଇଲେ ସଧୀରେ ବଶିଷ୍ଠ। ଅତି ଧୀର ସ୍ୱରରେ ବଶିଷ୍ଠ କହିଲେ,
ସଂସ୍କୃତଲୁ ସ୍ମିତ ରେଖା ତୋଳି ତାଙ୍କର ଶ୍ମଶ୍ରୁ ମାନେ ଦାଢ଼ି ଦାଢ଼ି ଭିତରୁ ସେ ସ୍ମିତ ରେଖା ଅତି ମୃଦୁ ହସ ତୋଳି ମହର୍ଷି ବଶିଷ୍ଠ କହିଲେ ଯେ ମୁଁ ତାକୁ ପ୍ରାଣପଣେ ଭଲ ପାଏ ବୋଲି ମୁଁ ତାକୁ ମହର୍ଷି ବଶିଷ୍ଠ ବୋଲି ଡାକିନି। ପିଲାମାନେ ଆଜିର ପାଠ୍ୟକ୍ରମ ଏତିକି। ଆସନ୍ତାକାଲି ଆମେ ପରବର୍ତ୍ତୀ ପଦ ଗୁଡ଼ିକ ପଢ଼ିବା। ଧନ୍ୟବାଦ।